ଦୁର୍ନୀତି ନିବାରଣ ବିଭାଗ ପଞ୍ଝାରେ ମାଲକାନଗିରିର କନିଷ୍ଠ ଯନ୍ତ୍ରୀ ମାଲକାନଗିରି ବ୍ଲକ କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ସରକାରଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଏନେଇ ଜୟପୁର ଭିଜିଲାନ୍ସ ଏସ୍ପି ଏକ ସାମ୍ବାଦିକ ସମ୍ମିଳନୀ କରି ମାମଲାର ପର୍ଦ୍ଦାଫାଶ କରିଛି। ଶୁକ୍ରବାର ଦିନ ମାଲକାନଗିରି ବ୍ଲକର କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ସରକାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ନିହାରଙ୍କ ଅଫିସ ଓ ପୈତୃକ ଘର ସମେତ ଏକକାଳୀନ 4ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ନିହାର ସରକାରଙ୍କ ମାଲକାନଗିରି ସହର ଜୟନଗର ସ୍ଥିତ 3 ମହଲା କୋଠା, କାଲିମେଳା ସ୍ଥିତ ପୈତୃକ ଘର, ନବରଙ୍ଗପୁର ସ୍ଥିତ ସମ୍ପର୍କୀୟ ଘର ଏବଂ ମାଲକାନଗିରି ବିଡିଓ ଅଫିସ ସ୍ଥିତ ଚାମ୍ବରରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ 4 ଜଣ ଡିଏସ୍ପି, 7 ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଥିଲେ। ଚଢ଼ାଉ ବେଳେ ନିହାରଙ୍କର 8ଟି ଦାମୀ ପ୍ଲଟ, ମାଲକାନଗିରି ସହରରେ 6ଟି ଏବଂ ମାଥିଲିରେ 2ଟି ପ୍ଲଟ ରହିଛି। ଚଢ଼ାଉ ବେଳେ ନିହାରଙ୍କ ଘରୁ 2,11,800 ଟଙ୍କା ଜବତ ହୋଇଛି। ଏହାସହ ଲକ୍ଷାଧିକ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଠାବ ହୋଇଛି। ଏହି ମାମଲାରେ କନିଷ୍ଠ ଯନ୍ତ୍ରୀଙ୍କ ଆୟଠାରୁ 444% ଅଧିକ ସମ୍ପତ୍ତି ରହିଥିବା ଅଭିଯୋଗ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଭିଜିଲାନ୍ସ ଏସ୍ପି ରବୀନ୍ଦ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି। सर ये जो मालकानगिरी जो धरा पड़े संक्रांति कौन सा एथे देखो जो आय बहिर्भूत संपत्ति ठूल करने अभियोग आम गतकाली 4टा टीम जाकरी मालकानगिरी जिले में 3टा लोकेशन एवं नवरंगपुर जिला रायगढ़ रे गोटे लोकेशन माने रेड करूँ। रेड समय से जो निहार रंजन सरकार जाई अच्छी गोटे 3 महला कोठा पाइलु जहाँकि पाखापाखि 8,000 खंडे स्क्वायर फुट्र कोठा थिला। आउ मालकानगिरी 8टा प्लट पाइलु जो थे माथिली रे 2टा और मालकानगिरी 6टा प्लट, 2टा कार, 2,11,800 टंका नगद टंका, सुना आउ बैंक डिपोजिट इत्यादि सब 25 लाख टंका पाखापाखि सब पाइलु। आ तार आय व्यय आउ संपत्ति को जितेबाला हिसाब किताब करूँ आज पाइलु जे तांकर आय ठारू से 444% अधिक संपत्ति ठूल कर संक्रांत आज कोरापुट विजिलेंस केस नंबर 40/2025 रुजु करी श्री निहार रंजन सरकार को आज गिरफ कराई एवं आउ किसी समय मध्य कोर्ट चालान कर 444 गुणा। ମାଲକାନଗିରିରୁ ବାସୁଦେବ ଜେନାଙ୍କ ସହ ଜୟପୁରରୁ ଦେବଦତ୍ତ ପାଣିଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ୍ ଓଡ଼ିଶା।